ଆମର ବରହମପୁର ଜିଲ୍ଲା ଗୋପାଳପୁର ପୋଲିସ ଷ୍ଟେସନ ଅନ୍ତର୍ଗତ କୋରାପଲ୍ଲୀ ଗାଁରେ ଗୋଟେ ନାବାଳିକ ଝିଅର ମୃତଦେହ ମିଳିଛି। ସେ ମାମଲାରେ ମର୍ଡର କେସ୍ ରେଜିଷ୍ଟର ହେଇକି ଗୋପାଳପୁର ପୋଲିସ ଷ୍ଟେସନ ତଦନ୍ତ କରୁଛି। ବର୍ତ୍ତମାନ ଆମେ ଯେଉଁ ମେନ୍ ଆକ୍ୟୁଜ୍ଡ ଅଛି ତାକୁ ଧରୁଛୁ ଆଉ ତା ସାଙ୍ଗରେ ଆଉ ଜଣକୁ ମଧ୍ୟ ଆମେ ଡିଟେନ୍ କରୁଛୁ। ବର୍ତ୍ତମାନ ତଦନ୍ତ ଚାଲିଛି। ଏମାନେ ଆଉ କିଛି ବର୍ଷ ପୂର୍ବରୁ ତାଙ୍କର ଭିତରେ ସମ୍ପର୍କ ଥିଲା। ସେଇ ମାମଲାରେ ତାଙ୍କ ଭିତରେ କିଛି ଡିଷ୍ଟର୍ବାନ୍ସ ବି ହେଇଛି। ଆଉ ସକାଳେ ଯେତେବେଳେ ତାଙ୍କର ଘର ଲୋକ କିଏ ନଥିଲା ବେଳକୁ ମୌକା ଦେଖିକି ଇଏ ଘର ଭିତରେ ଯାଇଛି ଆଉ ତାଙ୍କ ଭିତରେ କିଛି କଥାବାର୍ତ୍ତା ଚାଲିଛି। ତା ଭିତରେ କିଛି ଡିଷ୍ଟର୍ବାନ୍ସ ତାଙ୍କ ଭିତରେ ହେଲା ପରେ ଇଏ ପୁଅ ସେଠି କ'ଣ ଗୋଟେ ବାଡ଼ି ଥିଲା ତାକୁ ୟୁଜ୍ କରିକି ମାରିଛି। ଆଉ ଗୋଟେ ବ୍ଲେଡ୍ ବି ରଖିଥିଲା ତାକୁ ବି ନେଇକି ଇଞ୍ଜୁରି ହେଇଛି। ଯେତିକି ୱେପନ୍ ଅଫ୍ ଅଫେନ୍ସ ହେଇଛି ସେ ସବୁ ସିଜ୍ ହେଇଛି। ବର୍ତ୍ତମାନ ପୋଷ୍ଟମର୍ଟମ୍ ଚାଲିଛି। ଆକ୍ୟୁଜ୍ଡ ମଧ୍ୟ ଏବେ ପୋଲିସର ଡିଟେନସନ୍ରେ ଅଛି। ଆମର ଇଣ୍ଟରାଗେସନ୍ ଚାଲିଛି। ଆଗରୁ ତାଙ୍କର ରିଲେସନସିପ୍ ଥିଲା। ତାପରେ କିଛି ପ୍ୟାରେଣ୍ଟାଲ ପ୍ରେସର ଆଉ ଗାଁ ଲୋକର ପ୍ରେସରରେ ସେଟାକୁ ମନା କରିଥିଲେ ରିଲେସନସିପ୍ ଆଉ ରହିବେ ନାହିଁ ବୋଲି। ସୋ ସେମିତି ତାଙ୍କର ରିଲେସନସିପ୍ ଅନ୍ ଅଫ୍ ଟାଇପ୍ର ଥିଲା। ଗୋଟେ ରିଲେସନସିପ୍ ଡିଷ୍ଟର୍ବାନ୍ସରେ ଥିଲା। ସେ ଝିଅଟା ନାବାଳିକା। ଆକ୍ୟୁଜ୍ଡର ବୟସ ଅଛି 20 ବୟସ ଅଛି। ସେ ତାଙ୍କର ପାପାର ଦୋକାନରେ ସେ ତାଙ୍କୁ ହେଲ୍ପ କରୁଥିଲା କାମ କରିବା।